ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ। କ'ଣ ଆପଣମାନେ କେବେ 100 ଟଙ୍କାରେ 3 ଥର ଫିଷ୍ଟ କରି ଖାଇଛନ୍ତି କି? ତେବେ ଆସନ୍ତୁ ଆମ ଭିଡ଼ିଓକୁ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଜାଣନ୍ତୁ ଆମେ କିପରି 100 ଟଙ୍କାରେ 3 ଥର ଫିଷ୍ଟ କରି ଖାଇଲୁ। ହାଇ ହ୍ୟାଲୋ ନମସ୍କାର, ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ମିନି ବ୍ଲଗ୍। ଆପଣମାନେ ତ ସମସ୍ତେ ଜାଣିଛନ୍ତି ଗତ ରବିବାର ଆମର ଫ୍ୟାମିଲି ଫିଷ୍ଟ ଥିଲା ଏବଂ ସେଇ ଫ୍ୟାମିଲି ଫିଷ୍ଟରେ କିଛି ଟଙ୍କା ଆମର ବେଶୀ ହେଇଯାଇଥିଲା। ଆପଣମାନେ ଜାଣନ୍ତି ଫିଷ୍ଟ ମାନେ ଟଙ୍କା ବେଶୀ ହେବ ନଚେତ୍ ସର୍ଟ ପଡ଼ିଯିବ, କିନ୍ତୁ ସୌଭାଗ୍ୟବଶତଃ ଯେହେତୁ ଆମ ଘରର ଲକ୍ଷ୍ମୀ ମାନେ ସବୁ ଫିଷ୍ଟ ଦାୟିତ୍ୱ ନେଇଥିଲେ ସେଥିପାଇଁ ଟଙ୍କା ଆଉ ସର୍ଟ ପଡ଼ିନଥିଲା, ବେଶୀ ହେଇଥିଲା। ସେଇ ବଳକା ଟଙ୍କାକୁ ଆଉ କ'ଣ କରିବୁ ବୋଲି ଭାବିକି କିଛି ଉପାୟ ନ ପାଇପାରି ସମସ୍ତେ ପ୍ଲାନ୍ କଲେ ଯେ ଗୋଟେ ସନ୍ଧ୍ୟାବେଳେ ଗୋଟେ ଦିନ ସମସ୍ତେ ମିଳିମିଶି ଗୋଟେ ସର୍ଟ ଟାଇପ୍ର ଗୋଟେ ଭୋଜି କରିଦେବା। ସେଥିପାଇଁ ସେ ଦିନ ଆସିଥିଲା, ଯେଟା ଆଜି ଥିଲା। ଆମେ ସମସ୍ତେ ମିଳିମିଶି ପୁରୀ ତରକାରୀ କ୍ଷୀରିର ଆୟୋଜନ କରାହେଇଥିଲା। ସମସ୍ତେ ଲାଗି ପଡ଼ିକି ଶୀଘ୍ର ଶୀତୁଆ ରାତି ଥିଲା, ସବୁ କାମକୁ ସାରି ଦେଇଥିଲେ ଏବଂ ପୁରୀ ଛାଣିବା ମାତ୍ରେ ଆମେ ଯେତେ ସବୁ ବାଳୁଙ୍ଗା ଗୋଷ୍ଠୀ ସବୁ ଥିଲେ, କୁଚୁରି ମୁଚୁରି ଦଳ ସମସ୍ତେ ଲାଗି ପଡ଼ିକି ସେସବୁ ଖାଇତେ ଲାଗିଥିଲେ ଆଉ ଟେଷ୍ଟ କରୁଥିଲେ ଯେ ପୁରୀଟା ଖଟା ନା ମିଠା ନା ପିତା ନା କଷା। ତାପରେ ଆମର ସବୁ ତରକାରୀ କ୍ଷୀରି ସବୁ ପ୍ରସ୍ତୁତ ହେଇଯାଇଥିଲା। ତାପରେ ପରେ ଆମେ ମଧ୍ୟ ରେଡ଼ି ହେଇଯାଇଥିଲୁ ଖାଇବା ପାଇଁ ଏବଂ ପୁରୀ ମଧ୍ୟ ଆମକୁ ଅପେକ୍ଷା କରିଥିଲା। ତାପରେ ସବୁ ଆସିଲା, ଆମେ ସମସ୍ତେ ମିଳିମିଶି ଖାଇଦେଲୁ ଏବଂ ସେଦିନ ଭିଡ଼ିଓଟି ସେଇଠି ୱାଇଣ୍ଡ ଅପ୍ ହେଇଗଲା ଏବଂ ରହୁଛି ପୁଣି ଆଉ ଏକ ଭିଡ଼ିଓରେ ଦେଖାହେବ। ଜୟ ଜଗନ୍ନାଥ, ଟେକ୍ କେୟାର, ଟାଟା। କମେଣ୍ଟରେ ଜଣାଇବେ ଆପଣମାନେ ଫିଷ୍ଟ କଲେ ସର୍ବନିମ୍ନ କେତେ ଟଙ୍କା ଲେଖାଏଁ ଚାନ୍ଦା କରନ୍ତି।